ସ୍ୱାଗତମ୍ ପିଲାମାନେ। ସରସ୍ୱତୀ ବିଦ୍ୟା ମନ୍ଦିର ନାଲକୋନଗର ଅନୁଗୁଳ ତରଫରୁ ମୁଁ ସୁଶାନ୍ତ କୁମାର ଦାସ ତୁମମାନଙ୍କୁ ଆଜିର ସପ୍ତମ ଶ୍ରେଣୀର ମ୍ୟାଥମେଟିକ୍ସ ଅନଲାଇନ୍ କ୍ଲାସ୍କୁ ସ୍ୱାଗତ କରୁଛି। ଏହି କ୍ଲାସ୍ରେ ଆଜି ଆମେ ତ୍ରିଭୁଜର ସର୍ବସମତା ସମ୍ପର୍କରେ କିଛିଟା ଧାରଣା ଗ୍ରହଣ କରିବା। ବର୍ତ୍ତମାନ ଦେଖ, এই ଗୋଟିଏ ସେଟ୍ ସ୍କୋୟାର ସାହାଯ୍ୟରେ ମୁଁ ଯଦି ଯୋଡ଼େ ତ୍ରିଭୁଜ ତିଆରି କରିବି ସେମାନେ ସର୍ବସମ ହେବେ, କିନ୍ତୁ କେଉଁ ତ୍ରିଭୁଜ ତା ନାଁଟା କିପରି ଦେବା ଯୋଡ଼େ ସର୍ବସମ ତ୍ରିଭୁଜର ଆମେ ଦେଖିବା। ମୁଁ ସେଟ୍ ସ୍କୋୟାରର 60 ଡିଗ୍ରୀ 30 ଡିଗ୍ରୀ 90 ଡିଗ୍ରୀ ଥିବା ସେଟ୍ ସ୍କୋୟାରରେ ଏଠି ରଖି ତ୍ରିଭୁଜ ଦୁଇଟି ଅଙ୍କନ କରୁଛି। ଏଠି ଗୋଟେ ତ୍ରିଭୁଜ ଅଙ୍କନ କଲି, ୟାର ନାଁଟା ଦେଲି ଏ ବି ସି। ଏଠି ଆଉ ଗୋटे ତ୍ରିଭୁଜ ଅଙ୍କନ କରିବି, ତା ନାଁଟାକୁ ପି କ୍ୟୁ ଆର୍ ଦେବା। ଏବେ ଦେଖ, ସେକେଣ୍ଡ ତ୍ରିଭୁଜ ଆମର ଅଙ୍କନ ହୋଇଗଲା। ୟା ନାଁଟାକୁ ଆମେ ଦେବା ପି କ୍ୟୁ ଆର୍। ଯେହେତୁ ଗୋଟିଏ ସେଟ୍ ସ୍କୋୟାରରେ ମୁଁ ଯୋଡ଼େ ତ୍ରିଭୁଜ ତିଆରି କରିଛି, ଏ ଯୋଡ଼ାକ ସର୍ବସମ ହେବେ, କିନ୍ତୁ ଏ ବି ସି ସାଙ୍ଗରେ କିଏ ସର୍ବସମ ହେବ ଆମେ ଦେଖିବା। କେଉଁ ବିନ୍ଦୁ ସହିତ ମିଶି ଯାଉଛି। ମୁଁ ବର୍ତ୍ତମାନ ଦେଖ ଗୋଟେ ଟ୍ରେସିଂ ପେପର ଆଣିଲି। ଟ୍ରେସିଂ ପେପର ଉପରେ ଏ ବି ସି ତ୍ରିଭୁଜର ଅବିକଳ ନକଲ ତ୍ରିଭୁଜଟିଏ ତିଆରି କରିବି। କିପରି ତିଆରି କରୁଛୁ ଦେଖ। ବର୍ତ୍ତମାନ ମୁଁ ଟ୍ରେସିଂ ପେପର ଉପରେ ଏ ବି ସି ତ୍ରିଭୁଜର ଅବିକଳ ନକଲ ଆଉ ଗୋଟିଏ ତ୍ରିଭୁଜ ଏ ବି ସି ପୁଣି ତିଆରି କରୁଛି। ୟା ନାଁଟାକୁ ମଧ୍ୟ ଏ ବି ସି ଦେଉଛି। ଏବେ ଦେଖ, ଏ ଯେଉଁ ତ୍ରିଭୁଜଟି ତିଆରି ହେଲା, ଇଏ ତ୍ରିଭୁଜଟିକୁ ମୁଁ ଯଦି ଏ ବିନ୍ଦୁକୁ ପି ବିନ୍ଦୁ ସହିତ, ବି ବିନ୍ଦୁକୁ କ୍ୟୁ ବିନ୍ଦୁ ସହିତ ଏବଂ ସି ବିନ୍ଦୁକୁ ଆର୍ ବିନ୍ଦୁ ସହିତ ମିଶାଇବି, ତାହେଲେ ଏ ବି ସି ତ୍ରିଭୁଜଟି ପି କ୍ୟୁ ଆର୍ ତ୍ରିଭୁଜ ଉପରେ ସମ୍ପୂର୍ଣ୍ଣ ଭାବରେ ମିଶି ଯାଉଛି। କିନ୍ତୁ ଯଦି ମୁଁ ଏ ବିନ୍ଦୁକୁ ପି ବିନ୍ଦୁ ସହିତ ନ ରଖି ଏ ବିନ୍ଦୁକୁ କ୍ୟୁ ବିନ୍ଦୁ ସହିତ ରଖିବି, ତାହେଲେ ଦେଖ ବର୍ତ୍ତମାନ ଏ ବି ସି ଆଉ ପି କ୍ୟୁ ଆର୍ ମିଶି ପାରୁନି। ଯଦି ଏ ବିନ୍ଦୁକୁ ମୁଁ ଆଣିକି ଆର୍ ବିନ୍ଦୁରେ ରଖିବି, ତାହେଲେ ମଧ୍ୟ ଏ ବି ସି ପି କ୍ୟୁ ଆର୍ ମିଶୁନାହିଁ। କେବଳ ମାତ୍ର ଏଇଠି ଏ ବିନ୍ଦୁକୁ ପି ବିନ୍ଦୁରେ ରଖିଲେ ଦୁଇଟି ଯାକ ତ୍ରିଭୁଜ ମିଶି ଯାଉଛି। ଏଣୁକରି ବର୍ତ୍ତମାନ ଅବସ୍ଥାରେ ଆମେ କହିପାରିବା ଦୁଇଟି ତ୍ରିଭୁଜ ସର୍ବସମ ହେବେ। କେମିତି ନାଁ ଦେବା? ବର୍ତ୍ତମାନ ଦେଖ, ଯେଉଁ ବିନ୍ଦୁ ପରସ୍ପର ମିଶିଗଲେ ଏମାନଙ୍କୁ ଅନୁରୂପ ଶୀର୍ଷ କହିବା। ଏ ବିନ୍ଦୁ ପି ବିନ୍ଦୁ ଅନୁରୂପ, ବି କ୍ୟୁ ଅନୁରୂପ, ସି ଆର୍ ଅନୁରୂପ ଶୀର୍ଷ। ସେହିଭଳି ଭାବରେ ଏ କୋଣ ପି କୋଣ, ବି କୋଣ କ୍ୟୁ କୋଣ, ସି କୋଣ ଆର୍ କୋଣ, ଏମାନେ ହେଲେ ପରସ୍ପର ଅନୁରୂପ। ସେହିଭଳି ଭାବରେ ଏ ବି ବାହୁ, ପି କ୍ୟୁ ବାହୁ, ବି ସି ବାହୁ, କ୍ୟୁ ଆର୍ ବାହୁ, ସି ଏ ବାହୁ, ଆର୍ ପି ବାହୁ, ଏମାନେ ଅନୁରୂପ ବାହୁ। ତେଣୁ ଆମେ ଯେତେବେଳେ ଲେଖିବା ସର୍ବସମ, ସେତେବେଳେ କ'ଣ କରିବା? ପ୍ରଥମେ ତ୍ରିଭୁଜ ଏ ବି ସି ଲେଖିଦେବା। ଏଇଟା ହେଲା ସର୍ବସମ ଚିହ୍ନ। ସେକେଣ୍ଡ ତ୍ରିଭୁଜ ନାଁ ଦେବା। ଯେଉଁ ବିନ୍ଦୁ ଯାହାର ଅନୁରୂପ ସେହି କ୍ରମରେ ନାଁ ଦେବା। ଏ ବିନ୍ଦୁ ସହିତ ପି ବିନ୍ଦୁ ଅନୁରୂପ ଥିଲା, ତେଣୁ ପ୍ରଥମେ ଏ ଲେଖା ହେଇଛି, ପ୍ରଥମେ ପି ଲେଖିବା। ବି ବିନ୍ଦୁ ସହିତ କ୍ୟୁ ବିନ୍ଦୁ ଥିଲା, ସେକେଣ୍ଡ ବି ଲେଖା ହେଇଛି, ସେକେଣ୍ଡ କ୍ୟୁ ଲେଖିବା। ଲାଷ୍ଟକୁ ସି ବିନ୍ଦୁ ସହିତ ଆର୍ ବିନ୍ଦୁ ଥିଲା, ତେଣୁ ସି ଅଛି ଲାଷ୍ଟକୁ, ଏଠି ଆର୍ଟା ଲାଷ୍ଟକୁ ରଖିବା। ଯାହାଫଳରେ କି ଆମର ତ୍ରିଭୁଜ ଏ ବି ସି, ତ୍ରିଭୁଜ ପି କ୍ୟୁ ଆର୍ ସର୍ବସମ ହେବେ। ଏବେ ତୁମେ ଅନୁରୂପ ଶୀର୍ଷ ଜାଣିଲ, ଅନୁରୂପ କୋଣ ବି ଦେଖିଲ। ଏ କୋଣ ପି କୋଣ ଅନୁରୂପ, ବି କୋଣ କ୍ୟୁ କୋଣ ଅନୁରୂପ, ସି କୋଣ ଆର୍ କୋଣ ଅନୁରୂପ। ଅନୁରୂପ ବାହୁ ବି ଦେଖିଲ। ଏ ବି ବାହୁ ପି କ୍ୟୁ ବାହୁ ଅନୁରୂପ, ବି ସି ବାହୁ କ୍ୟୁ ଆର୍ ବାହୁ ଅନୁରୂପ, ଏ ସି ବାହୁ ପି ଆର୍ ବାହୁ ଅନୁରୂପ। ତୁମେ ଲକ୍ଷ୍ୟ କର, ମୁଁ ସବୁଠି ଅଲଗା ଅଲଗା ଚିହ୍ନ ମଧ୍ୟ ଦେଇଛି। ଆମେ ଅନୁରୂପ ଲେଖିବା ପାଇଁ ଏଭଳି ସଂକେତ ବ୍ୟବହାର କରିପାରିବା। ଏ ବିନ୍ଦୁ ପି ବିନ୍ଦୁ, ବି ବିନ୍ଦୁ କ୍ୟୁ ବିନ୍ଦୁ, ସି ବିନ୍ଦୁ ଆର୍ ବିନ୍ଦୁ। ତେଣୁ ଏଭଳି ଭାବରେ ଆମେ ଅନୁରୂପ କୋଣ, ଅନୁରୂପ ବାହୁ ଏବଂ ଅନୁରୂପ ଶୀର୍ଷ ସମ୍ପର୍କରେ କିଛିଟା ଧାରଣା ପାଇପାରିବା। ବର୍ତ୍ତମାନ ଆମେ ତ୍ରିଭୁଜର ସର୍ବସମତା ସମ୍ପର୍କରେ କିଛିଟା ତଥ୍ୟ ଦେଖିଲେ।
ତୁମେ ବହିରୁ ଏଇଭଳି ଭାବରେ ଆକ୍ଟିଭିଟି ମାନ କରି ସର୍ବସମ୍ମତା ସମ୍ପର୍କରେ ସମ୍ୟକ ଧାରଣା ଗ୍ରହଣ କରିପାରିବ। ଆଗାମୀ କ୍ଲାସ୍ ମାନଙ୍କରେ ଆମେ ସର୍ବସମ୍ମତା ସମ୍ପର୍କରେ ଅଧିକା ତଥ୍ୟ ପଢ଼ିବା।